जेरेमिया पुस्तक 4 अध्याय। प्रभु कहती, हे इस्राएल, फेरी आसवा पाई तुमे जदि आशा करुअछ तेबे मो निकटकू फेरी आस। तुमे जदि मो सन्निधानरू घृण्य वस्तु सबुको अपसारण कर तेबे द्विधा न कर ओ सत्यता नीतिनिष्ठा तथा न्यायपरायण पूर्वक जीवित प्रभुଙ୍କ नामरे शपथ ग्रहण कर। तेबे समस्त जाति परस्परକୁ ତାହାଙ୍କ ନାମରେ ଆଶୀର୍ବାଦ କରିବେ ଓ ତାହାଙ୍କ ଠାରେ ଅଭିମାନ ପୋଷଣ କରିବେ। ଜୁଦା ଓ ଜେରୁସାଲେମ ବାସୀଙ୍କୁ ପ୍ରଭୁ କହନ୍ତି, ତୁମମାନଙ୍କର ପଡ଼ିଆ ଜମି ଚାଷ କର ଓ କଣ୍ଟକ ବୁଦା ମଧ୍ୟରେ ବୀଜ ବପନ କର ନାହିଁ। ହି ଜୁଦା ଓ ଜେରୁସାଲେମବାସୀ, ପ୍ରଭୁଙ୍କ ସକାଶେ ତୁମେମାନେ ନିଜ ନିଜକୁ ପରିଚ୍ଛେଦନ କର, ତୁମ ହୃଦୟ ଗୁଡ଼ିକୁ ପରିଚ୍ଛେଦନ କର, ନଚେତ୍ ତୁମମାନଙ୍କର ଦୁଷ୍ଟ କାର୍ଯ୍ୟ ଯୋଗୁଁ ମୋର କୋପନର ଅଗ୍ନି ସଦୃଶ ପ୍ରଜ୍ୱଳିତ ହେବ ଓ କେହି ତାହାକୁ ନିର୍ବାପିତ କରିବା ପାଇଁ ଅକ୍ଷମ ହେବ। ଉତ୍ତରରୁ ଆଗତ ଆକ୍ରମଣ। ଜୁଦାରେ ଘୋଷଣା କର, ଜେରୁସାଲେମ ପ୍ରଖ୍ୟାପନ କର, ଦେଶ ତମାମ ଭେରୀବାଦନ କର ଓ ଚିତ୍କାର ପୂର୍ବକ ଘୋଷଣା କର। ଏକତ୍ରିତ ହୋଇ ଆମ୍ଭେମାନେ ଦୁର୍ଗ ବିଶିଷ୍ଟ ନଗରୀ ସକଳ ମଧ୍ୟକୁ ପଳାୟନ କରିବା। ସିୟନ ଅଭିମୁଖୀ ପୃଥକ ଏକ ସଂକେତ ଦ୍ୱାରା ଚିହ୍ନିତ କର। ନିଜ ରକ୍ଷା ପାଇଁ ପଳାୟନ କର, ସ୍ଥଗିତ ହୁଅ ନାହିଁ, କାରଣ ଉତ୍ତରରୁ ଅନିଷ୍ଟ ତଥା ଭୟଙ୍କର ବିନାଶ ମୁଁ ଘେନି ଆଣିବି। ବୁଦା ବନ ମଧ୍ୟରୁ ଏକ ସିଂହ ବାହାରିଛି, ଜାତି ସମୂହର ସଂହାରକ ପ୍ରସ୍ଥାନ କର। ତୁମ ଦେଶକୁ ବିଜନ କରିବା ଓ ତୁମର ନଗରୀ ଗୁଡ଼ିକ ଜନହୀନ ତଥା ଧ୍ୱଂସ ସ୍ତୂପରେ ପରିଣତ କରିବା ପାଇଁ ସେ ତା ସ୍ଥାନରୁ ବାହାରିଛି। ସୁତରାଂ ଚଟବସ୍ତ୍ର ପରିହିତ ହୋଇ ତୁମେମାନେ ବିଳାପ ତଥା କ୍ରନ୍ଦନ କର। ପ୍ରଭୁଙ୍କର ଭୀଷଣ କ୍ରୋଧ ଆମ ନିକଟକୁ ଦୂରେଇ ଯାଇ ନାହିଁ। ପ୍ରଭୁ କହନ୍ତି, ସେହିଦିନ ରାଜା ଓ ଶାସକମାନେ ବୀରତ୍ୱର ବଞ୍ଚିତ ହେବେ, ଯାଜକମାନେ ଆତଙ୍କିତ ହେବେ ଓ ପ୍ରବକ୍ତାମାନେ ସ୍ତମ୍ଭୀଭୂତ ହେବେ। ସେ ସମୟରେ ମୁଁ କହିଲି, ହାୟ ପ୍ରଭୁ, ହେ ଈଶ୍ୱର, ଏହି ଜନତା ତଥା ଜେରୁସାଲେମ ତୁମେ ସମ୍ପୂର୍ଣ୍ଣ ଭାବେ ପ୍ରବଞ୍ଚିତ କରିଅଛ। ତୁମେ କହିଅଛ ଯେ ତୁମମାନଙ୍କର କୁଶଳ ହେବ, କିନ୍ତୁ ସେମାନଙ୍କ ଜୀବନ ବିରୁଦ୍ଧରେ ଖଡ଼୍ଗ ନିଷ୍କାସିତ ହୋଇଛି। ସେ ସମୟରେ ଏହି ଜନତା ଓ ଜେରୁସାଲେମକୁ ଏହିପରି କୁହାଯିବ, ମୋର ସୃଜନମାନଙ୍କ କନ୍ୟା ଆଡ଼କୁ ମରୁପ୍ରାନ୍ତରର ଉଚ୍ଚ ବିଜନ ପାହାଡ଼ ସକଳଠାରୁ ଏକ ଉତ୍ତପ୍ତ ବାୟୁ ପ୍ରବାହିତ ହେବ। ଅଗାଡ଼ି ଉଡ଼ାଇବା କିମ୍ବା ପରିଷ୍କାର କରିବା ପାଇଁ ତାହା ଉଦ୍ଦିଷ୍ଟ ନୁହେଁ, ବରଂ ତାହା ମୋ ଦ୍ୱାରା ପ୍ରେରିତ ଏକ ଝଡ଼ ତୋଫାନ ହେବ। ସେମାନଙ୍କ ବିରୁଦ୍ଧରେ ସ୍ୱୟଂ ମୁଁ ବିଚାର ବିଧି ଉଚ୍ଚାରଣ କରିବି। ଦେଖ, ମେଘମାଳା ସଦୃଶ ସେ ଆସେ, ତାର ରଥ ସମୂହ ଘୂର୍ଣ୍ଣିବାୟୁ ସ୍ୱରୂପ, ତାର ଘଟକ ଗୁଡ଼ିକ ଉତ୍କର୍ଷ ପକ୍ଷୀ ଅପେକ୍ଷା ଅଧିକ ବେଗମାନ ଅଟନ୍ତି। ଆମକୁ ଧିକ୍, ଆମେ ବିନଷ୍ଟ। ହେ ଜେରୁସାଲେମ, ତୁମ ହୃଦୟରୁ ଦୁଷ୍ଟତା ଧୌତ କରିଦିଅ, ତାହେଲେ ତୁମେ ରକ୍ଷା ପ୍ରାପ୍ତ ହେବ। କେତେ କାଳ ଧରି ତୁମେ ମନରେ ଦୁଷ୍ଟ ଚିନ୍ତା ପୋଷଣ କରିବ? କେତେ କାଳ ଧରି ତୁମେ ମନରେ ଦୁଷ୍ଟ ଚିନ୍ତା ପୋଷଣ କରିବ? ଦାନ ଠାରୁ ଏକ ସ୍ୱର ମୁଖରିତ ହୁଏ, ଇଫ୍ରାଇମର ପାହାଡ଼ରୁ ଅନିଷ୍ଟ ଘୋଷିତ ହୁଏ। ଜନତାକୁ ସଚେତନ କର ଯେ ସେ ଆସେ। ଜେରୁସାଲେମ ପ୍ରତି ଘୋଷଣା କର, ସୁଦୂର ଦେଶରୁ ଅବରୋଧକମାନେ ଆସନ୍ତି। ଜୁଦାର ନଗରୀ ସମୂହ ବିରୁଦ୍ଧରେ ସେମାନେ ଚିତ୍କାର କରନ୍ତି। ଶସ୍ୟକ୍ଷେତର ଚତୁଃପାର୍ଶ୍ୱରେ ପ୍ରହରୀମାନଙ୍କ ସଦୃଶ ସେମାନେ ତାହା ବେଷ୍ଟନ କରନ୍ତି। କାରଣ ପ୍ରଭୁ କହନ୍ତି ଯେ ସେମାନେ ମୋ ବିରୁଦ୍ଧରେ ବିଦ୍ରୋହ କରି ଉଠିଲେ। ତୁମ ମାର୍ଗାବଳୀ ତଥା କାର୍ଯ୍ୟ ଏ ସମସ୍ତ ତୁମ ପ୍ରତି ଘଟାଇଛି। ତୁମ ଦଣ୍ଡ ଏହା ଓ ତାହା ତିକ୍ତ, ତାହା ତୁମ ହୃଦୟ ଭେଦ କରିଅଛି।
ପ୍ରବକ୍ତାଙ୍କର ମର୍ମ ବେଦନା। ମୋର ବେଦନା ହାୟ, ମୋର ବେଦନା ଯାତନାରେ ମୁଁ ଛଟପଟ ହୁଏ। ହାୟ ମୋର ହୃଦୟର କାନ୍ଥ ବିଧ୍ୱସ୍ତ ହୁଏ। ଭୀଷଣ ଭାବେ ମୋର ହୃଦୟ ସ୍କନ୍ଧିତ ହୁଏ। ମୁଁ ନୀରବ ହୋଇ ରହିପାରୁନାହିଁ। ଭେରୀ ବାଦନ ଶବ୍ଦ ତଥା ଯୁଦ୍ଧ ଆହ୍ୱାନର ରବ ମୁଁ ଶୁଣେ। ବିନାଶ ଧାରାବାହିକ ଭାବେ ଘଟେ। ସମଗ୍ର ଦେଶ ବିଜନ ହୋଇଛି। ଅକସ୍ମାତ୍ ମୋର ତମ୍ବୁ ସକଳ ବିନାଶ ହୁଏ। ନିମିଷକ ମଧ୍ୟରେ ମୋର ଯବନିକା ସବୁ ଛିନ୍ନ ଭିନ୍ନ ହୁଏ। ଆଉ କେତେ କାଳ ମୁଁ ଯୁଦ୍ଧ ପତାକା ଦେଖିବି ଓ ଭେରୀ ବାଦନ ଶବ୍ଦ ଶୁଣିବି? କାରଣ ମୋର ସୃଜନ ନିର୍ବୋଧ। ସେମାନେ ମୋତେ ଜାଣନ୍ତି ନାହିଁ। ସେମାନେ ମୃଢ଼ ବାଳକ। ସେମାନଙ୍କର କିଛି ହିଁ ଜ୍ଞାନ ନାହିଁ। ଅନିଷ୍ଟ ସମ୍ପାଦନରେ ସେମାନେ ନିପୁଣ। କିନ୍ତୁ କେଉଁଭଳି ସତ୍କାର୍ଯ୍ୟ କରିବାକୁ ହେବ ତାହା ସେମାନେ ଜାଣନ୍ତି ନାହିଁ। ପୃଥିବୀ ପ୍ରତି ମୁଁ ଦୃଷ୍ଟିପାତ କଲି। ଆଉ ଦେଖ, ତାହା ବିଜନ ତଥା ରୂପହୀନ ହୋଇଛି। ଆକାଶ ଆଡ଼େ ମୁଁ ଚକ୍ଷୁ ଉଠାଇଲି, ତାହା ଆଲୋକରୁ ବଞ୍ଚିତ। ପର୍ବତ ଆଡ଼କୁ ମୁଁ ଦୃଷ୍ଟିପାତ କଲି। ଆଉ ଦେଖ, ସେ ସମସ୍ତ କମ୍ପମାନ। ଆନ୍ଦୋଳିତ ହୋଇ ସମସ୍ତ ପାହାଡ଼ ଛଟପଟ ହୁଏ। ମୁଁ ଚାହିଁଲି, ଆଉ ଦେଖ, କୌଣସି ମନୁଷ୍ୟକୁ ଦେଖିବାକୁ ପାଇଲି ନାହିଁ। ଆକାଶଚର ସମସ୍ତ ପକ୍ଷୀ ପଳାୟନ କରିଥିଲେ। ମୁଁ ଅନାଇଲି, ଆଉ ଦେଖ, ଉର୍ବର ତଥା ମରୁଭୂମିରେ ପରିଣତ ହୋଇଛି। ପ୍ରଭୁଙ୍କର ଭୀଷଣ କ୍ରୋଧ ଯୋଗୁଁ ସମସ୍ତ ନଗରୀ ତାହାଙ୍କ ସମ୍ମୁଖରେ ଧ୍ୱଂସାବଶେଷ ହୋଇଛି। ପ୍ରଭୁ ଏହିପରି କହନ୍ତି, ସମଗ୍ର ଦେଶ ବିଜନ ହେବ, ତଥାପି ମୁଁ ତାହା ସମ୍ପୂର୍ଣ୍ଣ ଭାବେ ବିନାଶ କରିବି ନାହିଁ। ଏଥିସକାଶେ ପୃଥିବୀ ରୋଦନ କରିବ ଓ ଊର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳ କଳାବର୍ଣ୍ଣ ହେବ। କାରଣ ମୁଁ ଏହା କହିଅଛି ଓ ମୋ ମନରେ ଏହା ନିର୍ଣ୍ଣୟ କରିଅଛି। ମୋର ନିଷ୍ପତ୍ତିର ପରିବର୍ତ୍ତନ ଘଟିବ ନାହିଁ କିମ୍ବା ମୁଁ ପଶ୍ଚାତ୍ପଦ ହେବି ନାହିଁ। ଅଶ୍ୱାରୋହୀ ସୈନ୍ୟ ଓ ଧନୁର୍ଦ୍ଧରମାନଙ୍କ ଶବ୍ଦ ଶୁଣି ସମସ୍ତ ନଗରୀବାସୀ ପଳାୟନ କରନ୍ତି। ସେମାନେ ଖଣ୍ଡିବନ ମଧ୍ୟରେ ଛକି ରହନ୍ତି। ଶୈଳ ଫାଟ ମଧ୍ୟକୁ ଆରୋହଣ କରନ୍ତି। ସମସ୍ତ ନଗରୀ ପରିତ୍ୟକ୍ତା, କୌଣସି ବ୍ୟକ୍ତି ସେଠାରେ ବାସ କରେ ନାହିଁ। କିନ୍ତୁ ତୁମେ, ହେ ଦୁର୍ଭାଗ୍ୟବତୀ, କ'ଣ ପାଇଁ ତୁମେ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରିହିତ ହେବ? କାହିଁକି ସ୍ୱର୍ଣ୍ଣ ଆବରଣରେ ଭୂଷିତ ହେବ? କ'ଣ ପାଇଁ ତୁମ ଚକ୍ଷୁରେ ଅଞ୍ଜନ ଲେପନ କରିବ? ତୁମେ ବୃଥାରେ ନିଜକୁ ସୌନ୍ଦର୍ଯ୍ୟବତୀ କରୁଅଛ। ତୁମ ପ୍ରେମିକମାନେ ତୁମକୁ ଅବମାନନା କରନ୍ତି। ସେମାନେ ତୁମ ଜୀବନ ଚାହାନ୍ତି। ପ୍ରସବ ବେଦନାଗ୍ରସ୍ତା ନାରୀର ରୋଦନ ଶବ୍ଦ ସଦୃଶ ଏକ ସ୍ୱର ମୁଁ ଶୁଣିବାକୁ ପାଇଲି। ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିବା ନାରୀର ଆର୍ତ୍ତନାଦ ତୁଲ୍ୟ ଶବ୍ଦ ମୁଁ ଶୁଣିଲି। ଦୀର୍ଘଶ୍ୱାସ ତ୍ୟାଗ କରି ଓ ହସ୍ତ ବିସ୍ତାର କରି ସିୟନ୍ କନ୍ୟା କ୍ରନ୍ଦନ କରେ, ହାୟ ମୋତେ ଧିକ୍! ଘାତକମାନଙ୍କ ସମ୍ମୁଖରେ ମୁଁ ମୂର୍ଚ୍ଛିତ ହୋଇପଡ଼େ। 5 ଅଧ୍ୟାୟ। ଜେରୁସାଲେମର ପାପ। ଜେରୁସାଲେମର ରାସ୍ତା ସକଳ ଦେଇ ଭ୍ରମଣ କରି ଅନ୍ୱେଷଣ କର। ତାହାର ଛକ ସ୍ଥାନମାନଙ୍କରେ ସନ୍ଧାନ କରି ଦେଖ। ନୀତିନିଷ୍ଠା ତଥା ସତ୍ୟର ଅନ୍ୱେଷଣକାରୀ ଜଣେ ବ୍ୟକ୍ତିଙ୍କୁ ଯଦି ଦେଖିବାକୁ ପାଇବ, ତେବେ ମୁଁ ତାଙ୍କୁ କ୍ଷମା ଦେବି। ଜୀବିତ ପ୍ରଭୁଙ୍କ ନାମରେ ବୋଲି କହି ଯଦିଓ ସେମାନେ ଶପଥ ଗ୍ରହଣ କରନ୍ତି, ତଥାପି ସେମାନଙ୍କର ଶପଥ ମିଥ୍ୟା ଅଟେ। ହେ ପ୍ରଭୁ, ତୁମର ଚକ୍ଷୁ କ'ଣ ସତ୍ୟ ଅନ୍ୱେଷଣ କରେ ନାହିଁ? ତୁମେ ସେମାନଙ୍କୁ ଆଘାତ କରିଅଛ, କିନ୍ତୁ ସେମାନେ ମନସ୍ତାପ କଲେ ନାହିଁ। ତୁମେ ସେମାନଙ୍କୁ କ୍ଷୟପ୍ରାପ୍ତ କରିଅଛ, କିନ୍ତୁ ସେମାନେ ନିଜ ନିଜକୁ ସଂଶୋଧନ କରିବା ପାଇଁ ସମ୍ମତି ପ୍ରକାଶ କଲେ ନାହିଁ। ସେମାନଙ୍କ ମୁଖଗୁଡ଼ିକୁ ସେମାନେ ପଥର ଅପେକ୍ଷା ଅଧିକ କଠିନ କରିଛନ୍ତି। ଅନୁତପ୍ତ ହେବା ପାଇଁ ସେମାନେ ଅସ୍ୱୀକାର କରିଛନ୍ତି। ସେ ସମୟରେ ମୁଁ କହିଲି, ଏମାନେ ଅବଶ୍ୟ ଦିନହୀନ।
ସେମାନଙ୍କ କୌଣସି ବୁଦ୍ଧି ନାହିଁ, କାରଣ ସେମାନେ ଈଶ୍ୱରଙ୍କର ମାର୍ଗ କିମ୍ବା ଈଶ୍ୱରଙ୍କର ବିଧାନ ଜାଣନ୍ତି ନାହିଁ। ଶ୍ରେଷ୍ଠ ବ୍ୟକ୍ତିମାନଙ୍କ ସନ୍ନିକଟ ହୋଇ ମୁଁ କଥା କହିବି, କାରଣ ସେମାନେ ପ୍ରଭୁଙ୍କର ମାର୍ଗ ତଥା ସେମାନଙ୍କ ଈଶ୍ୱରଙ୍କ ବିଧାନ ଜାଣନ୍ତି। କିନ୍ତୁ ସେମାନେ ସମାନ ଭାବେ ଜୁଆଳି ଭଗ୍ନ କରିଥିଲେ ଓ ବନ୍ଧନ ଛିଣ୍ଡାଇ ଦେଇଥିଲେ। ସୁତରାଂ ଅରଣ୍ୟରୁ ଏକ ସିଂହ ଆସି ସେମାନଙ୍କୁ ନିଧନ କରିବ, ମରୁଭୂମିରୁ ଏକ ହେଟା ବାଘ ଆସି ସେମାନଙ୍କୁ ବିନାଶ କରିବ। ଏକ ଚିତାବାଘ ସେମାନଙ୍କ ନଗରୀ ସମୂହ ସମ୍ମୁଖରେ ଅପେକ୍ଷା କରି ରହିଛି। ଯେଉଁମାନେ ସେ ସମସ୍ତ ମଧ୍ୟରୁ ବାହାରି ଆସିବେ, ସେମାନେ ସମସ୍ତେ ଖଣ୍ଡ ବିଖଣ୍ଡ ହେବେ, କାରଣ ସେମାନଙ୍କ ଅପରାଧ ସକଳ ଅନେକ ଓ ସେମାନଙ୍କ ଅବିଶ୍ୱସ୍ତତା ବିପୁଳ। ମୁଁ ତୁମକୁ କିପରି କ୍ଷମା ଦେଇପାରିବି? ତୁମ ସନ୍ତାନମାନେ ମୋତେ ପରିତ୍ୟାଗ କରିଅଛନ୍ତି ଓ ଯିଏ ଈଶ୍ୱର ନୁହେଁ, ସେହି ଦେବମାନଙ୍କ ନାମରେ ଶପଥ ନେଇଅଛନ୍ତି। ତୃପ୍ତ ହେବା ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ଆପ୍ୟାୟିତ କଲି, କିନ୍ତୁ ସେମାନେ ବ୍ୟଭିଚାରରେ ଲିପ୍ତ ହେଲେ ଓ ଦଳ ଦଳ ହୋଇ ଗଣିକାମାନଙ୍କ ଗୃହରେ ଏକତ୍ରିତ ହେଲେ। ସେମାନେ ସୁବକ୍ଷ ତଥା କାମାତୁର ଅଣ୍ଡିରା ଘଟକ ଅଟନ୍ତି। ସେମାନେ ପ୍ରତିବେଶୀର ପତ୍ନୀ ପାଇଁ ସେମାନେ ପ୍ରତ୍ୟେକ ହେସାରବ କରନ୍ତି। ପ୍ରଭୁ କହନ୍ତି, ଏପରି କାର୍ଯ୍ୟ ସକାଶେ ମୁଁ କ'ଣ ସେମାନଙ୍କୁ ଦଣ୍ଡ ଦେବି ନାହିଁ? ସେପରି ଏକ ଜନତା ପ୍ରତି ମୁଁ କ'ଣ ପ୍ରତିଶୋଧ ନେବି ନାହିଁ? ତାହାର ଦ୍ରାକ୍ଷା ଉଦ୍ୟାନରେ ପ୍ରବେଶ କରି ତାହା ବିନାଶ କର, କିନ୍ତୁ ସମୂଳେ ବିନାଶ କର ନାହିଁ। ତାହାର ଶାଖା ପ୍ରଶାଖା କାଟି ପକାଅ, କାରଣ ସେ ସମସ୍ତ ପ୍ରଭୁଙ୍କର ନୁହେଁ। ପ୍ରଭୁ କହନ୍ତି ଯେ ଇସ୍ରାଏଲର ଗୃହ ଓ ଜୁଦାର ଗୃହ ସମ୍ପୂର୍ଣ୍ଣ ଭାବେ ମୋ ପ୍ରତି ଅବିଶ୍ୱସ୍ତ। ସେମାନେ ପ୍ରଭୁଙ୍କ ପରିତ୍ୟାଗ କଲେ। ସେମାନେ କହିଅଛନ୍ତି, ସେ କିଛି ନୁହନ୍ତି, ଆମ ପ୍ରତି କୌଣସି ଅନିଷ୍ଟ ଘଟିବ ନାହିଁ ଓ ଖଡ଼୍ଗ କିମ୍ବା ଦୁର୍ଭିକ୍ଷ ଆମେ ଦେଖିବାକୁ ପାଇବୁ ନାହିଁ। ପ୍ରବକ୍ତାମାନେ ବାୟୁ ସଦୃଶ୍ୟ ହେବେ। ପ୍ରଭୁଙ୍କର ବଚନ ସେମାନଙ୍କଠାରେ ଅବସ୍ଥାନ କରେ ନାହିଁ ଓ ସେମାନଙ୍କ ପ୍ରତି ଏହିପରି କରାଯିବ। ସୁତରାଂ ପ୍ରଭୁ ସେନାଧୀଶ ଈଶ୍ୱର ଏହିପରି କହନ୍ତି, ଯେହେତୁ ସେମାନେ ଏହିପରି କଥା କହିଅଛନ୍ତି, ଦେଖ, ମୋର ବଚନକୁ ତୁମ ମୁଖରେ ଅଗ୍ନି ଓ ଏହି ଜନତାକୁ କାଠରେ ମୁଁ ପରିଣତ କରିଅଛି। ସେହି ଅଗ୍ନି ସେମାନଙ୍କୁ ଗ୍ରାସ କରିବ। ପ୍ରଭୁ କହନ୍ତି, ଦେଖ, ହେ ଇସ୍ରାଏଲର ଗୃହ, ଏକ ଗୋଷ୍ଠୀକୁ ତୁମ ବିରୁଦ୍ଧରେ ମୁଁ ସୁଦୂରରୁ ଆନୟନ କରୁଛି। ତାହା ଏକ ଅଜେୟ ତଥା ଏକ ପ୍ରାଚୀନ ଜନତା ଅଟେ। ସେମାନଙ୍କ ଭାଷା ତୁମେ ଜାଣ ନାହିଁ କିମ୍ବା ସେମାନଙ୍କ କଥା ତୁମେ ବୁଝିପାର ନାହିଁ। ସେମାନଙ୍କ ତୁଣିର ଖୋଲା ସମାଧି ସଦୃଶ୍ୟ ଓ ସେମାନେ ସମସ୍ତେ ଶକ୍ତିଶାଳୀ ଅଟନ୍ତି। ତୁମ ଫସଲ ତଥା ଖାଦ୍ୟ ପଦାର୍ଥ ସେମାନେ ଭୋଜନ କରିବେ ଓ ତୁମ ପୁତ୍ର ତଥା କନ୍ୟାମାନଙ୍କୁ ବୋଧ କରିବେ। ସେମାନେ ତୁମ ମେଷ ତଥା ଗୋପଲ ଆହାର କରିବେ ଓ ତୁମ ଦ୍ରାକ୍ଷାଲତା ତଥା ତିମିରି ବୃକ୍ଷକୁ ବିନାଶ କରିବେ। ଯାହା ଉପରେ ତୁମେ ମାନେ ଆସ୍ଥା ସ୍ଥାପନ କରିଅଛ, ସେହି ତୁମମାନଙ୍କର ସୁଦୃଢ଼ ନଗରୀ ଗୁଡ଼ିକୁ ସେମାନେ ଖଡ଼୍ଗରେ ବିନାଶ କରିବେ। କିନ୍ତୁ ପ୍ରଭୁ ଏହା କହନ୍ତି, ସେହି ଦିନମାନଙ୍କରେ ମୁଁ ତୁମମାନଙ୍କ ସମ୍ପୂର୍ଣ୍ଣ ବିନାଶ କରିବି ନାହିଁ। ତୁମ ସୃଜନମାନେ ଯେବେ ପଚାରିବେ ଯେ, ପ୍ରଭୁ ଆମ ଈଶ୍ୱର କାହିଁକି ଆମମାନଙ୍କ ପ୍ରତି ଏପରି କାର୍ଯ୍ୟ କରିଅଛନ୍ତି? ତେବେ ତୁମେ ସେମାନଙ୍କୁ କହିବ, ସ୍ୱଦେଶରେ ମୋତେ ଉପେକ୍ଷା କରି ତୁମେମାନେ ଅନ୍ୟ ଦେବମାନଙ୍କର ପରିଚର୍ଯ୍ୟା କଲ। ସୁତରାଂ ଯାହା ତୁମମାନଙ୍କର ନୁହେଁ, ସେହି ଏକ ଦେଶରେ ତୁମେ ଅନ୍ୟମାନଙ୍କର ପରିଚର୍ଯ୍ୟା କରିବ। ଯାକୋବଙ୍କ ଗୃହରେ ଏହା ଘୋଷଣା କର, ଯୁଦାରେ ଏକ ପ୍ରଖ୍ୟାପନ କର। ନିର୍ବୋଧ ତଥା ବୁଦ୍ଧିହୀନ ହେ ଜନତା, ଶୁଣ। ଯଦିଓ ତୁମର ଚକ୍ଷୁ ଥାଏ, ତଥାପି ତୁମେମାନେ ଦେଖୁନାହଁ। ଯଦିଓ ତୁମର କର୍ଣ୍ଣ ଥାଏ, ତଥାପି ତୁମେ ଶୁଣୁନାହଁ। ପ୍ରଭୁ ପଚାରନ୍ତି, ମୋ ପ୍ରତି କ'ଣ ତୁମମାନଙ୍କର କୌଣସି ଭୟ ନାହିଁ?
ତୁମେମାନେ କ'ଣ ମୋ ସନ୍ନିଧାନରେ କମ୍ପିତ ହେବ ନାହିଁ? ଅତିକ୍ରମ କରିବା ପାଇଁ ନିଷିଦ୍ଧ ଏକ ଶାଶ୍ୱତ ସୀମା ସରହଦ ସଦୃଶ୍ୟ ବାଲୁକାକୁ ସମୁଦ୍ରର ସୀମାରେଖା ରୂପେ ମୁଁ ସ୍ଥାପନ କଲି। ଯଦିଓ ତରଙ୍ଗ ସକଳ ଟଳମଳ ହୁଏ, ତଥାପି ସେଗୁଡ଼ିକ ଜୟଯୁକ୍ତ ହୁଏ ନାହିଁ। ଯଦିଓ ସେଗୁଡ଼ିକ ଗର୍ଜନ କରେ, ତଥାପି ସେହି ସୀମାରେଖାକୁ ଅତିକ୍ରମ କରେ ନାହିଁ। କିନ୍ତୁ ଏହି ଜନତାର ହୃଦୟ ଅନମନୀୟ ତଥା ବିଦ୍ରୋହପୂର୍ଣ୍ଣ। ବିମୁଖ ହୋଇ ସେମାନେ ପ୍ରସ୍ଥାନ କରିଅଛନ୍ତି। ସେମାନେ ଆତ୍ମବତ୍ କୁହନ୍ତି ନାହିଁ ଯେ, ଯିଏ ଆମ ପାଇଁ ବୃଷ୍ଟି ପଠାନ୍ତି, ଯିଏ ଆମକୁ ଶରତ କାଳ ତଥା ବସନ୍ତ କାଳ ବୃଷ୍ଟି ପ୍ରଦାନ କରନ୍ତି, ଫସଲର ଅମଳ ସକାଶେ ଯିଏ ନିର୍ଦ୍ଦିଷ୍ଟ ସପ୍ତାହ ସକଳ ନିରୂପଣ କରିଅଛନ୍ତି, ସେହି ପ୍ରଭୁ ଆମ ଈଶ୍ୱରଙ୍କ ପ୍ରତି ଆମେ ଭୟଭକ୍ତି ପ୍ରଦର୍ଶନ କରିବା। ଏ ସମସ୍ତକୁ ତୁମମାନଙ୍କର ଦୋଷ ସକଳ ଦୂରେଇ ଦେଇଅଛି ଓ ତୁମ ପାପ ଗୁଡ଼ିକ ତୁମମାନଙ୍କୁ ଏ ସମସ୍ତ ଉତ୍ତର ବିଷୟରୁ ବଞ୍ଚିତ କରିଅଛି। ମୋର ସୃଜନମାନଙ୍କ ମଧ୍ୟରେ ଦୁଷ୍ଟ ଲୋକ ପ୍ରବେଶ କରିଅଛନ୍ତି। ସେମାନେ ବ୍ୟାଧ ସଦୃଶ୍ୟ ଛକି ବସନ୍ତି। ଘାସ ପାତି ସେମାନେ ମନୁଷ୍ୟକୁ ଧରନ୍ତି। ପକ୍ଷୀ ଭରା ପିଞ୍ଜରା ସଦୃଶ୍ୟ ସେମାନଙ୍କ ଗୃହ ପ୍ରବଞ୍ଚନାରେ ଭରି ଯାଇଛି। ଏ ହେତୁ ସେମାନେ ଶକ୍ତିଶାଳୀ ତଥା ଧନଶାଳୀ ହୋଇଛନ୍ତି। ସେମାନଙ୍କ ହୃଷ୍ଟପୃଷ୍ଟ ତଥା କୋମଳ ହୋଇଛନ୍ତି। ଯେଉଁ ଦୁଷ୍କର୍ମ ସବୁ ସେମାନେ କରନ୍ତି, ତାହା କୌଣସି ସୀମାରେ ସୀମିତ ହୁଏ ନାହିଁ। ନୀତିନିଷ୍ଠାପୂର୍ବକ ସେମାନେ ବିଚାର କରନ୍ତି ନାହିଁ। ସେମାନେ ପିତୃହୀନମାନଙ୍କ ଅଭିପ୍ରାୟକୁ ସମର୍ଥନ କରୁନାହାନ୍ତି। ଦିନହୀନମାନଙ୍କ ଅଧିକାରକୁ ସଂରକ୍ଷଣ କରୁନାହାନ୍ତି। ଏପରି କାର୍ଯ୍ୟ ଯୋଗୁଁ ମୁଁ କ'ଣ ସେମାନଙ୍କୁ ଦଣ୍ଡ ଦେବି ନାହିଁ? ପ୍ରଭୁ ପଚାରନ୍ତି ଯେ, ସେପରି ଜନତା ବିରୁଦ୍ଧରେ ମୁଁ କ'ଣ ପ୍ରତିଶୋଧ ନେବି ନାହିଁ? ଏକ ଭୟାନକ ତଥା ଭୀଷଣ କାର୍ଯ୍ୟ ଦେଶରେ ଘଟିଛି। ପ୍ରବକ୍ତାମାନେ କପଟ ପ୍ରବଚନ ଦିଅନ୍ତି, ଯାଜକମାନେ ସ୍ୱେଚ୍ଛାନୁସାରେ ଶାସନ କରନ୍ତି ଓ ମୋର ସୃଜନମାନେ ଏହା ପ୍ରତି ତୃପ୍ତ ପ୍ରଦର୍ଶନ କରନ୍ତି। କିନ୍ତୁ ଅନ୍ତ୍ୟ ଯେବେ ଉପଗତ ହେବ, ତେବେ ତୁମେମାନେ କ'ଣ କରିବ?